ରିନି ମିନି ଶୁଣ, ଆଜି ମୁଁ ତୁମମାନଙ୍କୁ ପ୍ରଭୁ ବିଷ୍ଣୁଙ୍କର ମତ୍ସ୍ୟ ଅବତାରର କଥା କହିବି। ପୃଥିବୀରେ ଯେତେବେଳେ ପାପର ଭାର ବୃଦ୍ଧି ହୁଏ ସେତେବେଳେ ପ୍ରଭୁ ଅବତାର ଗ୍ରହଣ କରନ୍ତି। ପ୍ରଭୁଙ୍କର ଦଶାବତାର ମଧ୍ୟରୁ ମତ୍ସ୍ୟ ଅବତାର ହେଉଛି ପ୍ରଥମ ଅବତାର। ଅନେକ ଯୁଗ ତଳର କଥା। ବ୍ରହ୍ମଦେବ 4ଟି ବେଦ ରଚନା କରିଥିଲେ। ବ୍ରହ୍ମଦେବ ଯେତେବେଳେ ଟିକିଏ ବିଶ୍ରାମ ନେଲେ, ସେହି ସୁଯୋଗରେ ହୟଗ୍ରୀବ ନାମକ ଜଣେ ରାକ୍ଷସ 4ଟି ବେଦକୁ ଅପହରଣ କରି ନେଇଗଲା। ସଂସାରରେ ବେଦ ନ ରହିବାରୁ ମନୁଷ୍ୟ ମଧ୍ୟରେ ଧର୍ମ ଭାବନା ଲୁପ୍ତ ହୋଇଗଲା। ମନୁଷ୍ୟ ଅହଙ୍କାରୀ, ହିଂସ୍ର ହୋଇଗଲା। ଏସବୁ ଦେଖି ମହେଶ୍ୱର ଅତ୍ୟନ୍ତ କ୍ରୋଧିତ ହୋଇଗଲେ। ସେତେବେଳେ ତ୍ରିଦେବ ମିଶି ନୂତନ ସୃଷ୍ଟିର ଆରମ୍ଭ କରିବା ପାଇଁ ଚିନ୍ତା କଲେ। ସେଥିପାଇଁ ସମ୍ପୂର୍ଣ୍ଣ ପୃଥିବୀକୁ ଜଳମଗ୍ନ କରିବାର ନିଷ୍ପତ୍ତି ନିଆଗଲା। ତେଣୁ ପ୍ରଥମେ ପ୍ରଭୁ ନାରାୟଣ ମତ୍ସ୍ୟ ଅବତାର ଗ୍ରହଣ କଲେ। ଦିନେ ରାଜା ମନୁ ନଦୀରେ ସ୍ନାନ କରୁଥିଲେ। ସ୍ନାନ କର୍ମ ସାରି ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଢାଳିବା ପାଇଁ ହସ୍ତରେ ଜଳ ଧାରଣ କରିଲେ। ସେହି ସମୟରେ ସେ ଏକ ଶବ୍ଦ ଶୁଣିବାକୁ ପାଇଲେ। ମହାରାଜ, ମହାରାଜ, ମୋର ସହାୟତା କରନ୍ତୁ, ମୋତେ ବଞ୍ଚାନ୍ତୁ। ସେତେବେଳେ ରାଜା ଦେଖିଲେ ସେ ହସ୍ତରେ ଧରିଥିବା ଜଳରେ ଗୋଟିଏ ଛୋଟ ମତ୍ସ୍ୟଟିଏ ଅଛି। ସେ କହୁଛି, ମହାରାଜ, ମହାରାଜ, ମୋତେ କୃପା କରି ନଦୀ ମଧ୍ୟରେ ପୁଣି ଥରେ ଛାଡ଼ନ୍ତୁ ନାହିଁ। ସେଥିରେ ଥିବା ବଡ଼ ବଡ଼ ମତ୍ସ୍ୟମାନେ ମୋତେ ଖାଇଦେବେ। ମୋତେ ବଞ୍ଚାନ୍ତୁ, ମୋତେ ରକ୍ଷା କରନ୍ତୁ। ଆପଣ ଏତେ ବଡ଼ ରାଜା, ଆପଣ ମୋତେ ଆଶ୍ରୟ ଦିଅନ୍ତୁ ମହାରାଜ। ଏତିକି ଶୁଣି ରାଜାଙ୍କ ମନରେ ଗର୍ବ ଭାବ ଆସିଲା। ସେ ଭାବିଲେ, ମୁଁ ତ ଏତେ ବଡ଼ ରାଜା, ମୁଁ କଣ ସାମାନ୍ୟ ମତ୍ସ୍ୟ ପାଇଁ ରହିବାର ସ୍ଥାନ ଯୋଗାଇ ପାରିବି ନାହିଁ? ଏହାପରେ ରାଜା ତାକୁ ନିଜର କମଣ୍ଡଳରେ ରଖିଦେଲେ। ଯେତେବେଳେ ରାଜା ଯାଇ ପ୍ରାସାଦରେ ପହଞ୍ଚିଲେ, ସେ ଦେଖିବାକୁ ପାଇଲେ ଯେ ତାଙ୍କ କମଣ୍ଡଳରେ ଥିବା ସେହି ଛୋଟ ମାଛର ଆକାର ବହୁତ ବଢ଼ିଯାଇଛି। ମହାରାଜ, ମହାରାଜ, ସହାୟତା କରନ୍ତୁ ମହାରାଜ। ଏହାପରେ ମହାରାଜ ମାଛଟିକୁ ନେଇ ବଡ଼ ପାତ୍ରରେ ରଖିଲେ। କିଛି ସମୟ ପରେ ମାଛଟି ପୁଣି ସେହି ପାତ୍ରର ଆକାର ଧାରଣ କରିନେଲା। ମହାରାଜ, ମହାରାଜ, ରକ୍ଷା କରନ୍ତୁ ମହାରାଜ। ମହାରାଜା ପୁଣି ଥରେ ମାଛଟିକୁ ନେଇ ଏକ ବଡ଼ ପାତ୍ରରେ ରଖିଲେ। କିଛି ସମୟ ପରେ ମହାରାଜ ପୁଣି ଦେଖିଲେ ଯେ ମାଛଟି ପୁନଶ୍ଚ ସେହି ବଡ଼ ଆକାର ଥିବା ପାତ୍ରର ଆକାର ଧାରଣ କରିନେଇଛି। ଏଥର ମହାରାଜ ମାଛଟିକୁ ନେଇ ପ୍ରାସାଦ ନିକଟର ପୁଷ୍କରିଣୀରେ ରଖିଲେ। ମାଛଟି ପୁନଶ୍ଚ ସେହି ପୁଷ୍କରିଣୀର ଆକାର ଧାରଣ କରିନେଲା। ମହାରାଜ, ମହାରାଜ, ରକ୍ଷା କରନ୍ତୁ ମହାରାଜ। ଶେଷରେ ମହାରାଜା ମାଛଟିକୁ ନେଇ ସମୁଦ୍ରରେ ଛାଡ଼ିଦେଲେ। କିନ୍ତୁ ଏଥର ମଧ୍ୟ ମାଛଟି ବିରାଟ ସମୁଦ୍ରର ଆକାର ଧାରଣ କରିନେଲା। ସେତେବେଳେ ରାଜାଙ୍କର ଗର୍ବ ଚୂର୍ଣ୍ଣ ହୋଇଗଲା। ସେ ବୁଝିପାରିଲେ ଯେ ଏହା କୌଣସି ସାମାନ୍ୟ ସାଧାରଣ ମତ୍ସ୍ୟ ନୁହେଁ। ତେଣୁ ରାଜା କହିଲେ, ହେ ମତ୍ସ୍ୟ, ଆପଣ କୌଣସି ସାଧାରଣ ମତ୍ସ୍ୟ ନୁହନ୍ତି। କୃପା କରି ମୋତେ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ। ସେହି ସମୟରେ ଏକ ଦିବ୍ୟ ଆଲୋକର ସହିତ ମହାପ୍ରଭୁ ନାରାୟଣ ସେଠାରେ ମତ୍ସ୍ୟ ଅବତାରରେ ପ୍ରକଟ ହେଲେ। ତାଙ୍କୁ ଦେଖି ରାଜା ନତମସ୍ତକ ହୋଇଗଲେ। ଏହାପରେ ପ୍ରଭୁ ତାଙ୍କୁ କହିଲେ, ରାଜା, ମୋର ଆଦେଶ ପାଳନ କର। କିଛି ଦିନ ପରେ ପୃଥିବୀ ଜଳମଗ୍ନ ହୋଇଯିବ। କେହି ମଧ୍ୟ ଏଠାରେ ଜୀବନ ଧାରଣ କରି ରହିପାରିବେ ନାହିଁ। ତେଣୁ ତୁମେ ସମସ୍ତ ଔଷଧୀୟ ବୃକ୍ଷର ବୀଜ ଋଷି ମୁନିଙ୍କ ସହିତ ପ୍ରତ୍ୟେକ ପଶୁପକ୍ଷୀଙ୍କର ଗୋଟିଏ ଗୋଟିଏ ଅଂଶକୁ ଧରି ଗୋଟିଏ ନୌକାରେ ବିରାଜମାନ କର। ମୁଁ ତୁମକୁ ସହାୟତା କରିବା ପାଇଁ ଆସିବି। ଏହାପରେ ପ୍ରଭୁ ବେଦକୁ ଉଦ୍ଧାର କରିବା ପାଇଁ ହୟଗ୍ରୀବ ନିକଟକୁ ଗଲେ। ପ୍ରଭୁ ହୟଗ୍ରୀବ ସହିତ ଯୁଦ୍ଧ କଲେ। ପାପୀ ଅସୁରକୁ ପ୍ରଭୁ ମତ୍ସ୍ୟ ଅବତାରରେ ବଦ୍ଧ କଲେ। 4ଟି ବେଦର ଉଦ୍ଧାର ହେଲା। ଏପଟେ ରାଜା
ପ୍ରଭୁଙ୍କ ଆଦେଶ ଅନୁସାରେ ସମସ୍ତଙ୍କୁ ନେଇ ପ୍ରଭୁ ଦେଇଥିବା ନୌକାରେ ବସିଥିଲେ। ପ୍ରଭୁଙ୍କ କଥା ଅନୁସାରେ ପ୍ରଳୟର ଆଗମନ ହେଲା। ସେଠାରେ କେହି ମଧ୍ୟ ବଞ୍ଚିପାରିଲେ ନାହିଁ। ସେହି ସମୟରେ ପ୍ରଭୁ ମତ୍ସ୍ୟ ଅବତାରରେ ଆସି ଶେଷ ନାଗଙ୍କ ସାହାଯ୍ୟରେ ନୌକାକୁ ବାନ୍ଧି ଉଦ୍ଧାର କଲେ। ଏହିପରି ଭାବରେ ନୂତନ ସୃଷ୍ଟିର ଆରମ୍ଭ ହେଲା। ଏମିତି ପ୍ରଭୁ ନାରାୟଣ ମତ୍ସ୍ୟ ଅବତାର ଧାରଣ କରି ପାପୀକୁ ବିନାଶ କଲେ ଏବଂ ସୃଷ୍ଟିର ଉଦ୍ଧାର କଲେ। ରିନି ମିନି, ଏହା ଥିଲା ପ୍ରଭୁଙ୍କର ପ୍ରଥମ ଅବତାରର କଥା। ରିନି ମିନି, କୁହ ପ୍ରଭୁ ନାରାୟଣଙ୍କର ଜୟ। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଭିଡିଓକୁ ଲାଇକ୍ କରନ୍ତୁ। ଏମିତି ଆହୁରି ଭଲ ଭଲ କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନକୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। କାହାଣୀଟିକୁ ପୁରା ଦେଖିଥିବାରୁ